ଦଶମ ଶ୍ରେଣୀ ଜୀବବିଜ୍ଞାନ ପୋଷଣ MCQ। ଜୀବ ଶରୀରରେ ଶକ୍ତି ମୋଚନ ଏକ କି ପ୍ରକାର ପ୍ରକ୍ରିୟା? ଗଠନମୂଳକ, ଧ୍ୱଂସାତ୍ମକ, ଯାନ୍ତ୍ରିକ, କୌଣସିଟି ନୁହେଁ। ଉତ୍ତର ଖ ଧ୍ୱଂସାତ୍ମକ। ଶରୀର ଗଠନ ନିମନ୍ତେ ହେଉଥିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଅପଚୟ, ଚୟ, ଶ୍ୱସନ, ପରିପାକ। ଉତ୍ତର ଖ ଚୟ। ଚୟ ଓ ଅପଚୟର ସମାହାରକୁ କ'ଣ କୁହାଯାଏ? ପୋଷଣ, ଶ୍ୱସନ, ଚୟାପଚୟ, ରେଚନ। ଉତ୍ତର ଗ ଚୟାପଚୟ। ଖାଦ୍ୟକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି? 4 ଭାଗ, 5 ଭାଗ, 6 ଭାଗ, 7 ଭାଗ। ଉତ୍ତର ଗ 6 ଭାଗ। ଭାତ ଓ ରୁଟିରେ କେଉଁ ଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ଥାଏ? ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର, ଜୀବସାର। ଉତ୍ତର ଖ ଶ୍ୱେତସାର। ଚିନି ଓ ଗୁଡ଼ରେ କେଉଁ ପ୍ରକାର ଶର୍କରା ଥାଏ? ଗ୍ଲୁକୋଜ୍, ସୁକ୍ରୋଜ୍, ଫ୍ରୁକ୍ଟୋଜ୍, ଲାକ୍ଟୋଜ୍। ଉତ୍ତର ଖ ସୁକ୍ରୋଜ୍। ଫଳରସରେ କେଉଁ ଜାତୀୟ ଶ୍ୱେତସାର ଅଧିକ ଥାଏ? ଗ୍ଲୁକୋଜ୍, ମଣ୍ଡଦ, ସୁକ୍ରୋଜ୍, ଗ୍ଲାଇକୋଜେନ୍। ଉତ୍ତର କ ଗ୍ଲୁକୋଜ୍। ଗ୍ଲୁକୋଜ୍ର ସାଙ୍କେତିକ ରୂପ କ'ଣ? C6H12O6, 612H22O11, CH4C6H6। ଉତ୍ତର କ C6H12O6। 1 ଗ୍ରାମ ଶ୍ୱେତସାରରୁ ପ୍ରାୟ କେତେ ଶକ୍ତି ମିଳେ? 12 କିଲୋଜୁଲ୍, 16 କିଲୋଜୁଲ୍, 20 କିଲୋଜୁଲ୍, 32 କିଲୋଜୁଲ୍। ଉତ୍ତର ଖ 16 କିଲୋଜୁଲ୍। ଶରୀର ବୃଦ୍ଧି ଓ ନୂତନ କୋଷ ଗଠନ ପାଇଁ କେଉଁ ଖାଦ୍ୟ ଆବଶ୍ୟକ? ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର। ଉତ୍ତର ଖ ପୁଷ୍ଟିସାର। ପ୍ରୋଟିନ୍ କାହାର ଶୃଙ୍ଖଳ ଦ୍ୱାରା ଗଠିତ? ଫ୍ୟାଟି ଅମ୍ଳ, ଏମିନୋ ଅମ୍ଳ, ଗ୍ଲୁକୋଜ୍, ନ୍ୟୁକ୍ଲିକ୍ ଅମ୍ଳ। ଉତ୍ତର ଖ ଏମିନୋ ଅମ୍ଳ। କୋଷ ଝିଲ୍ଲି ତିଆରିରେ କାହାର ପ୍ରମୁଖ ଭୂମିକା ରହିଛି? ଲିପିଡ୍ସ, ସ୍ନେହସାର, ଶ୍ୱେତସାର, ଭିଟାମିନ୍, ଖଣିଜ ଲବଣ। ଉତ୍ତର କ ଲିପିଡ୍ସ, ସ୍ନେହସାର। ଶରୀରକୁ ଉଷୁମ ରଖିବାରେ କେଉଁ ଖାଦ୍ୟ ସାହାଯ୍ୟ କରେ? ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜଳ। ଉତ୍ତର ଖ ସ୍ନେହସାର। ଦାନ୍ତ ଓ ହାଡ଼ର ଗଠନ ପାଇଁ କେଉଁ ଧାତୁର ଆବଶ୍ୟକ? ଲୌହ, କ୍ୟାଲସିୟମ୍, ଆୟୋଡିନ୍, ସୋଡିୟମ୍। ଉତ୍ତର ଖ କ୍ୟାଲସିୟମ୍। ହିମୋଗ୍ଲୋବିନ୍ ଗଠନ ପାଇଁ କେଉଁ ଧାତୁସାର ଦରକାର? କ୍ୟାଲସିୟମ୍, ଲୌହ, ଫସ୍ଫରସ୍, ପୋଟାସିୟମ୍। ଉତ୍ତର ଖ ଲୌହ। ଶରୀର ଆୟନ ସନ୍ତୁଳନ ରକ୍ଷା କରିବାରେ କାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ? ପୁଷ୍ଟିସାର, ଧାତୁସାର, ସ୍ନେହସାର, ଶ୍ୱେତସାର। ଉତ୍ତର ଖ ଧାତୁସାର। କୋଷରସର ପ୍ରାୟ କେତେ ଭାଗ ଜଳ ଅଟେ? 50ରୁ 60 ଭାଗ, 60ରୁ 70 ଭାଗ, 70ରୁ 90 ଭାଗ, 90ରୁ 95 ଭାଗ। ଉତ୍ତର ଗ 70ରୁ 90 ଭାଗ। ପ୍ରତିଦିନ ପ୍ରାୟ କେତେ ଲିଟର ପାଣି ପିଇବା ଉଚିତ? 1ରୁ 2 ଲିଟର, 2ରୁ 3 ଲିଟର, 3ରୁ 4 ଲିଟର, 5ରୁ 6 ଲିଟର। ଉତ୍ତର ଗ 3ରୁ 4 ଲିଟର। ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସେମାନଙ୍କୁ କ'ଣ କୁହାଯାଏ? ପରଭୋଜୀ, ସ୍ୱଭୋଜୀ, ମୃତୋପଜୀବୀ, ସହଜୀବୀ। ଉତ୍ତର ଖ ସ୍ୱଭୋଜୀ। ନୀଳହରି ଶୈବାଲ କେଉଁ ପ୍ରକାର ପୋଷଣ ପ୍ରଦର୍ଶନ କରେ? ସ୍ୱଭୋଜୀ, ପରଭୋଜୀ, ମୃତୋପଜୀବୀ, ପରଜୀବୀ। ଉତ୍ତର କ ସ୍ୱଭୋଜୀ। ଯେଉଁ ବ୍ୟାକ୍ଟେରିଆ ରାସାୟନିକ ଶକ୍ତି ଆହରଣ କରନ୍ତି ସେମାନଙ୍କୁ କ'ଣ କୁହାଯାଏ? ଆଲୋକ ଶ୍ଳେଷଣ ବ୍ୟାକ୍ଟେରିଆ, ରସାୟ ଶ୍ଳେଷଣ ବ୍ୟାକ୍ଟେରିଆ, ମୃତୋପଜୀବୀ ବ୍ୟାକ୍ଟେରିଆ, ପରଜୀବୀ ବ୍ୟାକ୍ଟେରିଆ। ଉତ୍ତର ଖ ରସାୟ ଶ୍ଳେଷଣ ବ୍ୟାକ୍ଟେରିଆ। ନାଇଟ୍ରିଫାଇଂ ବ୍ୟାକ୍ଟେରିଆ କେଉଁ ପ୍ରକ୍ରିୟା ଦ୍ୱାରା ଶକ୍ତି ପାଏ? ଆଲୋକ ଶ୍ଳେଷଣ, ରସାୟନ ଶ୍ଳେଷଣ, ଶ୍ୱସନ, କିଣ୍ୱନ। ରସାୟ ଶ୍ଳେଷଣ।
परभोजी पोषण मुख्यतः केते प्रकार? 2 प्रकार, 3 प्रकार, 4 प्रकार, 5 प्रकार। उत्तर ग 4 प्रकार। मनीष केउं प्रकार पोषक प्रदर्शन करे? मृतोपजीवी, प्राणीसम, परजीवी, सहजीवी। उत्तर ख प्राणीसम। ଯେଉଁ ଜୀବ ମୃତ ଓ ଗଳିତ ପଦାର୍ଥରୁ ଖାଦ୍ୟ ସଂଗ୍ରହ କରେ ତାକୁ କ'ଣ କୁହାଯାଏ? ପ୍ରାଣୀସମ, ପରଜୀବୀ, ମୃତୋପଜୀବୀ, ସହଜୀବୀ। ମୃତୋପଜୀବୀ। ଛତୁ କେଉଁ ବର୍ଗର ଅନ୍ତର୍ଭୁକ୍ତ? ସ୍ୱଭୋଜୀ, ମୃତୋପଜୀବୀ, ପରଜୀବୀ, ସହଜୀବୀ। ମୃତୋପଜୀବୀ। ଉତ୍ତର ଖ। ମୃତୋପଜୀବୀ ମାନେ ଖାଦ୍ୟକୁ ଶରୀର ବାହାରେ କ'ଣରେ ପରିଣତ କରନ୍ତି? ଜଟିଳ ଖାଦ୍ୟ, ସରଳ ଖାଦ୍ୟ, ବିଷାକ୍ତ ପଦାର୍ଥ, କଠିନ ପଦାର୍ଥ। ଉତ୍ତର ଖ ସରଳ ଖାଦ୍ୟ। ନିର୍ମୂଳୀ ଓ ରାଫଲେସିଆ କେଉଁ ପ୍ରକାର ଉଦ୍ଭିଦ? ସ୍ୱଭୋଜୀ, ପରଜୀବୀ, ମୃତୋପଜୀବୀ, ସହଜୀବୀ। ପରଜୀବୀ। ପ୍ଲାସ୍ମୋଡିୟମ କେଉଁ ପ୍ରକାର ପରଜୀବୀ? ବାହ୍ୟ ପରଜୀବୀ, ଅନ୍ତଃ ପରଜୀବୀ, ଉଭୟ, କୌଣସିଟି ନୁହେଁ। ଉତ୍ତର ଖ ଅନ୍ତଃ ପରଜୀବୀ। ଉକୁଣି କେଉଁ ପ୍ରକାର ପରଜୀବୀ? ବାହ୍ୟ ପରଜୀବୀ, ଅନ୍ତଃ ପରଜୀବୀ, ସହଜୀବୀ, ମୃତୋପଜୀବୀ। ଉତ୍ତର କ ବାହ୍ୟ ପରଜୀବୀ। ଆମ ଅନ୍ତଃନଳୀରେ ରହୁଥିବା ସହଜୀବୀ ବ୍ୟାକ୍ଟେରିଆର ନାମ କ'ଣ? ରାଇବୋଜିୟମ, ଇକୋଲି, ସାଲମୋନେଲା, ଭିବ୍ରିଓ। ଉତ୍ତର ଖ ଇକୋଲି। ଇକୋଲି ଶରୀରରେ କେଉଁ ଭିଟାମିନ୍ ପ୍ରସ୍ତୁତ କରେ? ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ B12, ଭିଟାମିନ୍ ଡି। ଉତ୍ତର ଗ ଭିଟାମିନ୍ B12। ଆଲୋକ ଶ୍ଳେଷଣ ପ୍ରକ୍ରିୟାର ଆଧାର କିଏ? ମୂଳ, ସବୁଜ, କାଣ୍ଡ, ଫୁଲ। ଉତ୍ତର ଖ ସବୁଜ ପତ୍ର। ପତ୍ରର ପୃଷ୍ଠରେ ଥିବା ଛୋଟ ଛୋଟ ରନ୍ଧ୍ରକୁ କ'ଣ କୁହାଯାଏ? ଷ୍ଟ୍ରୋମା, ଗ୍ରାନା, ଷ୍ଟୋମାଟା, ଲ୍ୟୁମେନ୍। ଉତ୍ତର ଗ ଷ୍ଟୋମାଟା। ଆଲୋକ ଶ୍ଳେଷଣ ପାଇଁ ଆବଶ୍ୟକ ଅଙ୍ଗିକା କିଏ? ମାଇଟୋକଣ୍ଡ୍ରିଆ, ରାଇବୋଜୋମ, କ୍ଲୋରୋପ୍ଲାଷ୍ଟ, ଗଲ୍ଗି ବଡି। ଉତ୍ତର ଗ କ୍ଲୋରୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ ଭିତରେ ଥିବା ରସକୁ କ'ଣ କୁହାଯାଏ? ଲ୍ୟୁମେନ୍, ଷ୍ଟ୍ରୋମା, ମାଟ୍ରିକ୍ସ, ଗ୍ରାନା। ଉତ୍ତର ଖ ଷ୍ଟ୍ରୋମା। ଷ୍ଟ୍ରୋମା ରସରେ ଥିବା ଥଲି ସଦୃଶ୍ୟ ଅଂଶକୁ କ'ଣ କୁହାଯାଏ? ଥାଇଲାକଏଡ୍, ଗ୍ରାନା, ଷ୍ଟ୍ରୋମା, ପାଲିସେଟ୍। ଉତ୍ତର କ ଥାଇଲାକଏଡ୍। ଥାଇଲାକଏଡ୍ ଗୁଡ଼ିକ ଥାକ ଥାକ ହୋଇ ରହିଲେ ତାକୁ କ'ଣ କୁହାଯାଏ? ଷ୍ଟ୍ରୋମା, ଗ୍ରାନା, ଲ୍ୟୁମେନ୍, ଲାମେଲା। ଉତ୍ତର ଖ ଗ୍ରାନା। ଥାଇଲାକଏଡ୍ ଭିତର ସ୍ଥାନକୁ କ'ଣ କୁହାଯାଏ? ଗ୍ରାନା, ଲ୍ୟୁମେନ୍, ଷ୍ଟ୍ରୋମା, ମାଟ୍ରିକ୍ସ। ଉତ୍ତର ଖ ଲ୍ୟୁମେନ୍। 1905 ମସିହାରେ କେଉଁ ବୈଜ୍ଞାନିକ ଆଲୋକ ଶ୍ଳେଷଣର 2ଟି ପ୍ରକ୍ରିୟା ବିଷୟରେ ଜଣାଇଥିଲେ? ରବର୍ଟ ହିଲ୍, ଫ୍ରେଡରିକ୍ ବ୍ଲାକମେନ୍, ଭାନଲିନ୍ ମେନଭିନ୍ କେଲଭିନ୍। ଉତ୍ତର ଖ ଫ୍ରେଡରିକ୍ ବ୍ଲାକମେନ୍। ଆଲୋକ ପ୍ରକ୍ରିୟା କେଉଁଠାରେ ହୁଏ? ଷ୍ଟ୍ରୋମା, ଗ୍ରାନା ବା ଥାଇଲାକଏଡ୍ ଝିଲ୍ଲି, ମାଇଟୋକଣ୍ଡ୍ରିଆ, ସାଇଟୋପ୍ଲାଜମା। ଉତ୍ତର ଖ ଗ୍ରାନା ବା ଥାଇଲାକଏଡ୍ ଝିଲ୍ଲି। ଅନ୍ଧକାର ପ୍ରକ୍ରିୟା କେଉଁଠାରେ ସମ୍ପାଦିତ ହୁଏ? ଥାଇଲାକଏଡ୍, ଗ୍ରାନା, ଷ୍ଟ୍ରୋମା, ଲ୍ୟୁମେନ୍। ଉତ୍ତର ଗ ଷ୍ଟ୍ରୋମା। ଆଲୋକ ଶ୍ଳେଷଣରେ ଅମ୍ଳଜାନ କେଉଁଥିରୁ ମିଳେ? ଅଙ୍ଗାରକାମ୍ଳ, ଜଳ, ଗ୍ଲୁକୋଜ୍, ବାୟୁମଣ୍ଡଳ। ଉତ୍ତର ଖ ଜଳ। ଗୋଟିଏ ଗ୍ଲୁକୋଜ୍ ଅଣୁ ପ୍ରସ୍ତୁତି ପାଇଁ କେତୋଟି ଅଙ୍ଗାରକାମ୍ଳ ଅଣୁ ଆବଶ୍ୟକ? 6ଟି, 12ଟି, 2ଟି, 4ଟି। ଉତ୍ତର କ 6ଟି। ପ୍ରଥମ ଆଲୋକ ପ୍ରକ୍ରିୟା କେନ୍ଦ୍ରର ନାମ କ'ଣ? P680, P700, P400, P800। ଉତ୍ତର ଖ P700। ଦ୍ୱିତୀୟ ଆଲୋକ ପ୍ରକ୍ରିୟା କେନ୍ଦ୍ରର ନାମ କ'ଣ? P700, P680, P650, P720।
उत्तर ख पी 680। जलर आलोक श्लेषण फल कौन निर्गत हुए? इलेक्ट्रॉन, प्रोटॉन और अम्लजान, केवल अम्लजान, केवल इलेक्ट्रॉन, ग्लूकोज। उत्तर क इलेक्ट्रॉन, प्रोटॉन और अम्लजान। आलोक प्रक्रिया सृष्टि होता शक्ति मुद्रार नाम कौन? एडीपी, एएमपी, एटीपी, डीएनए। उत्तर ग एटीपी। एनएडीपीएच और एटीपी उभय मिसी कौन गठन करती? श्वसन शक्ति, आलोक श्लेषण शक्ति, गतीय शक्ति, तापीय शक्ति। उत्तर ख आलोक श्लेषण शक्ति। अंधकार प्रक्रिया ग्राहक अणु किए? एटीपी, आरयूबीपी, ग्लूकोज, पीजीए। उत्तर ख आरयूबीपी। आरयूबीपी ग्राहक अणु केतोटी कार्बन थाए? 3टी, 4टी, 5टी, 6टी। उत्तर ग 5टी। अंधकार प्रक्रिया साहाय्य करुवा मुख्य एंजाइम किए? पेप्सिन, रुबिस्को, टायालिन, लाइपेज। उत्तर ख रुबिस्को। अंधकार प्रक्रिया चक्र को कौन कहा जाए? क्रेब्स चक्र, केल्विन चक्र, नाइट्रोजन चक्र, जल चक्र। उत्तर ख केल्विन चक्र। केल्विन चक्र रे प्रथमे क्यों शर्करा तैयारी हुए? 3 कार्बन युक्त शर्करा, 6 कार्बन युक्त शर्करा, 5 कार्बन युक्त शर्करा, स्टार्च। आंसर क 3 कार्बन युक्त शर्करा। मनीष पाकनलीर लंब प्राय केते? 3 रु 4 मीटर, 6 रु 9 मीटर, 10 रु 12 मीटर, 2 रु 3 मीटर। उत्तर ख 6 रु 9 मीटर। पाकनलीर चलन को कौन कहा जाए? श्वसन, पुरः सरण बा पेरिस्टालसिस, रक्त संचालन, विसरण। उत्तर ख पुनः सरण बा पेरिस्टालसिस। वयस्क लोकर मोट केतोटी दांत थाए? 20टी, 28टी, 32टी, 30टी। उत्तर ग 32टी। प्रति माढ़ी रे केतोटी कर्तन दांत थाए? 2टी, 4टी, 6टी, 8टी। उत्तर ख 4टी। प्रति माढ़ी रे केतोटी छेदक दांत थाए? 2टी, 4टी, 1टी, 3टी। उत्तर क 2टी। श्वासनलीर द्वार को कौन कहा जाए? गलेट, ग्लस्टिस, एपिग्लस्टिस, ग्रसनी। उत्तर ख ग्लस्टिस। खाद्य नलीर द्वार को कौन कहा जाए? ग्लस्टिस, गलेट, एपिग्लस्टिस, स्टोमाटा। उत्तर ख गलेट। खाद्य गिलिबा बेले किए श्वासनली को बंद रखे? जीभ, अधिजिह्वा, तालु, गाल। उत्तर ख अधिजिह्वा। पाकस्थलीर उपर भाग को कौन कहा जाए? पाइलोरिक स्टोमाक, आर्डियाक स्टोमाक, कार्डियाक स्टोमाक, ग्रहणी, सिकम। कार्डियाक स्टोमाक। उत्तर ख। पाकस्थलीर शेष भाग रे थिबा मांसपेशी को कौन कहा जाए? पाइलोरिक स्पिंटर, कार्डियाक भालव, एपिग्लस्टिक, गलेट। उत्तर क पाइलोरिक स्पिंक्टर। क्षुद्रांतर प्रथम अंश को कौन कहा जाए? जेजुनम, इलियम, ग्रहणी, कोलन। उत्तर ग ग्रहणी। मनीष शरीर सबुठारु बड़ ग्रंथि किए? अग्नाशय, यकृत, लाल ग्रंथि, थाइरॉइड। उत्तर ख यकृत। पित्त केउठारु क्षरित हुए? अग्नाशय, पाकस्थली, यकृत, क्षुद्रांत्र। उत्तर ग यकृत। क्यों ग्रंथि एक मिश्रित ग्रंथि अटे? यकृत, अग्नाशय, लाल ग्रंथि, पाकस्थली। उत्तर ख अग्नाशय। लाल रे क्यों एंजाइम थाए? पेप्सिन, टायालिन, लाइपेज, ट्रिप्सिन। उत्तर ख टायालिन। पाकस्थली रे क्यों अम्ल क्षरित हुए? सल्फ्यूरिक अम्ल, लवण अम्ल,
ନାଇଟ୍ରିକ ଅମ୍ଳ ସାଇଟ୍ରିକ ଅମ୍ଳ। ଉତ୍ତର ଖ ଲବଣାମ୍ଳ। ପାକସ୍ଥଳୀରେ ପୁଷ୍ଟିସାର ହଜମକାରୀ ଏନଜାଇମ୍ କିଏ? ଟାୟାଲିନ୍, ପେପ୍ସିନ୍, ଟ୍ରିପ୍ସିନ୍, ଏମାଇଲେଜ୍। ଉତ୍ତର ଖ ପେପ୍ସିନ୍। ପାକସ୍ଥଳୀରେ ସୃଷ୍ଟି ହେଉଥିବା ତରଳ ମଣ୍ଡକୁ କ'ଣ କୁହାଯାଏ? ବୁଲ୍ସ, ଚାଇମ୍ସ, ଲସିକା, ପ୍ଲାଜମା। ଉତ୍ତର ଖ ଚାଇମ୍। ପିତ୍ତ ଲବଣ ସ୍ନେହସାରର କ'ଣ କରାଏ? ଜାରଣ, ଅବଦ୍ରବୀକରଣ, ବିଜାରଣ, ଶୋଷଣ। ଉତ୍ତର ଖ ଅବଦ୍ରବୀକରଣ। ସ୍ନେହସାର ହଜମ ହୋଇ କେଉଁଥିରେ ପରିଣତ ହୁଏ? ଏମିନୋ ଏସିଡ୍, ଗ୍ଲୁକୋଜ୍, ଫ୍ୟାଟି ଏସିଡ୍ ଓ ଗ୍ଲିସେରସ୍ ଷ୍ଟାର୍ଚ୍ଚ। ଉତ୍ତର ଗ ଫ୍ୟାଟି ଏସିଡ୍ ଓ ଗ୍ଲିସେରସ୍। ପୁଷ୍ଟିସାର ହଜମ ହୋଇ ଶେଷରେ କ'ଣ ହୁଏ? ଫ୍ୟାଟି ଏସିଡ୍, ଏମିନୋ ଏସିଡ୍, ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍। ଉତ୍ତର ଖ ଏମିନୋ ଏସିଡ୍। ଖାଦ୍ୟର ସମ୍ପୂର୍ଣ୍ଣ ହଜମ କେଉଁଠାରେ ହୁଏ? ପାକସ୍ଥଳୀ, ବୃହଦନ୍ତ୍ର, କ୍ଷୁଦ୍ରାନ୍ତ୍ର, ମୁଖଗହ୍ୱର। ଉତ୍ତର ଗ କ୍ଷୁଦ୍ରାନ୍ତ୍ର। ଅବଶୋଷଣ ମୁଖ୍ୟତଃ କେଉଁଠାରେ ହୁଏ? ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ଗ୍ରସନଳୀ। ଉତ୍ତର ଖ କ୍ଷୁଦ୍ରାନ୍ତ୍ର। ବୃହଦନ୍ତ୍ରରେ ମୁଖ୍ୟତଃ କ'ଣ ଶୋଷିତ ହୁଏ? ପୁଷ୍ଟିସାର, ସ୍ନେହସାର, ଜଳ ଓ ଇଲେକ୍ଟ୍ରୋଲାଇଟ୍ ଶ୍ୱେତସାର। ଉତ୍ତର ଗ ଜଳ ଓ ଇଲେକ୍ଟ୍ରୋଲାଇଟ୍। ଶରୀରରେ ଥିବା ଏକ ଅବଶେଷାଙ୍କର ନାମ କ'ଣ? ଯକୃତ, ଆପେଣ୍ଡିକ୍ସ, ପାକସ୍ଥଳୀ, ଅଗ୍ନାଶୟ। ଉତ୍ତର ଖ ଆପେଣ୍ଡିକ୍ସ। ମଣ୍ଡଦ ପରୀକ୍ଷା ପାଇଁ କେଉଁ ଦ୍ରବଣ ବ୍ୟବହାର କରାଯାଏ? ସୁରାସାର, ଆୟୋଡିନ୍ ଦ୍ରବଣ, ସାପ୍ରାନିନ୍, ଗ୍ଲିସେରିନ୍। ଉତ୍ତର ଖ ଆୟୋଡିନ୍ ଦ୍ରବଣ। ମଣ୍ଡଦ ଆୟୋଡିନ୍ ସଂସ୍ପର୍ଶରେ ଆସିଲେ କେଉଁ ରଙ୍ଗ ଧାରଣ କରେ? ନାଲି, ନୀଳ, ହଳଦିଆ, ସବୁଜ। ଉତ୍ତର ଖ ନୀଳ। ଆଲୋକ ଶ୍ଳେଷଣ ପରୀକ୍ଷାରେ CO2 ଶୋଷିବା ପାଇଁ କ'ଣ ବ୍ୟବହାର କରାଯାଏ? କଷ୍ଟିକ୍ ପଟାସ, ଆୟୋଡିନ୍, ସ୍ପିରିଟ୍, ଜଳ। ଉତ୍ତର କ କଷ୍ଟିକ୍ ପଟାସ। ପତ୍ରରୁ କ୍ଲୋରୋଫିଲ୍ ବାହାର କରିବା ପାଇଁ ପତ୍ରକୁ କେଉଁଥିରେ ଫୁଟାଯାଏ? ଜଳ, ସୁରାସାର, ଆୟୋଡିନ୍, ତେଲ। ଉତ୍ତର ଖ ସୁରାସାର। ପାକସ୍ଥଳୀର କାନ୍ଥକୁ ଏନଜାଇମ୍ କବଳରୁ କିଏ ରକ୍ଷା କରେ? HCl, ମ୍ୟୁକସ୍, ପେପ୍ସିନ୍, ପିତ୍ତ। ଉତ୍ତର ଖ ମ୍ୟୁକସ୍। ଗ୍ରହଣୀରେ ପହଞ୍ଚୁଥିବା ଖାଦ୍ୟ କିପରି ହୋଇଥାଏ? କ୍ଷାରୀୟ, ଅମ୍ଳୀୟ, ନିରପେକ୍ଷ, କଠିନ। ଅମ୍ଳୀୟ। ଉତ୍ତର ଖ ଅମ୍ଳୀୟ। ଟାୟାଲିନ୍ ଶ୍ୱେତସାରକୁ ଭାଙ୍ଗି କେଉଁଥିରେ ପରିଣତ କରେ? ଗ୍ଲୁକୋଜ୍, ମାଲ୍ଟୋଜ୍, ସୁକ୍ରୋଜ୍, ଫ୍ୟାଟି ଏସିଡ୍। ଉତ୍ତର ଖ ମାଲ୍ଟୋଜ୍। ସିକମ୍ କେଉଁ ରଙ୍ଗର ଅଂଶ? ସିକମ୍ କେଉଁ ଅଙ୍ଗର ଅଂଶ? କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ପାକସ୍ଥଳୀ, ଯକୃତ। ଉତ୍ତର ଖ ବୃହଦନ୍ତ୍ର। ଅଗ୍ନାଶୟ ରସରେ ଥିବା ପ୍ରୋଟିନ୍ ହଜମକାରୀ ଏନଜାଇମ୍ କିଏ? ପେପ୍ସିନ୍, ପ୍ରୋଟିଏଜ୍ ବା ଟ୍ରିପ୍ସିନ୍, ଲାଇପେଜ୍, ଏମାଇଲେଜ୍। ଉତ୍ତର ଖ ପ୍ରୋଟିଏଜ୍ ବା ଟ୍ରିପ୍ସିନ୍। ଅଗ୍ନାଶୟ ରସରେ ଥିବା ସ୍ନେହସାର ହଜମକାରୀ ଏନଜାଇମ୍ କିଏ? ଲାଇପେଜ୍, ଏମାଇଲେଜ୍, ପେପ୍ସିନ୍, ଟାୟାଲିନ୍। ଉତ୍ତର କ ଲାଇପେଜ୍। କେଉଁ ଜୀବ ସିଧାସଳଖ ଭୋଜଦାତା ଶରୀରରୁ ଖାଦ୍ୟ ଗ୍ରହଣ କରେ? ମୃତପଜୀବୀ, ପରଜୀବୀ, ସହଜୀବୀ, ସ୍ୱଭୋଜୀ। ଉତ୍ତର ଖ ପରଜୀବୀ। ସଲଫର ବ୍ୟାକ୍ଟେରିଆ କେଉଁ ପ୍ରକାର ପୋଷଣ ଦେଖାଏ? ଆଲୋକ ଶ୍ଳେଷଣ, ରସାୟ ଶ୍ଳେଷଣ, ପରଜୀବୀ, ମୃତପଜୀବୀ। ଉତ୍ତର ଖ ରସାୟ ଶ୍ଳେଷଣ।
ପାକସ୍ଥଳୀର ଅମ୍ଳୀୟ ପରିବେଶରେ କେଉଁ ଏନ୍ଜାଇମ୍ ସକ୍ରିୟ ହୁଏ? ଟାୟାଲିନ୍, ପେପ୍ସିନ୍, ଟ୍ରିପ୍ସିନ୍, ଲାଇପେଜ୍। ଉତ୍ତର ଖ ପେପ୍ସିନ୍। ଖାଦ୍ୟନଳୀର କେଉଁ ଅଂଶରେ ହଜମ କ୍ରିୟା ହୁଏ ନାହିଁ? ପାଟି, ଗ୍ରସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ। ଉତ୍ତର ଖ ଗ୍ରାସନଳୀ। ଅନ୍ତନଳୀରେ ସରଳୀକୃତ ଖାଦ୍ୟ ଶୋଷଣ ହେବା ପରେ ରକ୍ତ ଦ୍ୱାରା ବାହିତ ହୋଇ କୋଷରେ ପହଞ୍ଚିବାକୁ କ'ଣ କୁହାଯାଏ? ପରିପାକ, ଆତ୍ମୀକରଣ, ଅବଶୋଷଣ, ନିଷ୍କାସନ। ଉତ୍ତର ଖ ଆତ୍ମୀକରଣ। ପତ୍ରର କେଉଁ ଟିସ୍ୟୁରେ କ୍ଲୋରୋପ୍ଲାଷ୍ଟ ଥାଏ? ଏପିଡର୍ମିସ୍, ପାରେନକାଇମା, ଜାଇଲେମ୍, ଫ୍ଲୋଏମ୍। ଉତ୍ତର ଖ ପାରେନକାଇମା। ଗ୍ରାସନଳୀ କାହାକୁ ଭେଦ କରି ପାକସ୍ଥଳୀରେ ମିଶେ? ଫୁସଫୁସ୍, ମଧ୍ୟଚ୍ଛଦା, ଯକୃତ, ହୃତ୍ପିଣ୍ଡ। ଉତ୍ତର ଖ ମଧ୍ୟଚ୍ଛଦା। ପାକସ୍ଥଳୀର ଆକୃତି ଦେଖିବାକୁ କେମିତି? ଥଲି ପରି, ନଳୀ ପରି, ଗୋଲାକାର, ତ୍ରିକୋଣାକାର। ଉତ୍ତର କ ଥଲି ପରି। ଖାଦ୍ୟ ଗ୍ରହଣ କରିବାର ପ୍ରଥମ ସୋପାନ କ'ଣ? ହଜମ, ଅନ୍ତର୍ଗ୍ରହଣ, ଅବଶୋଷଣ, ଆତ୍ମୀକରଣ। ଉତ୍ତର ଖ ଅନ୍ତର୍ଗ୍ରହଣ। ସ୍ୱଭୋଜୀ ପୋଷଣ ପାଇଁ କେଉଁ ଶକ୍ତିର ଆବଶ୍ୟକତା ରହିଛି? ସୌର ଶକ୍ତି, ବିଦ୍ୟୁତ ଶକ୍ତି, ଯାନ୍ତ୍ରିକ ଶକ୍ତି, ଶବ୍ଦ ଶକ୍ତି। ଉତ୍ତର କ ସୌର ଶକ୍ତି। ଆଲୋକ ଶ୍ଳେଷଣର ସରଳ ସମୀକରଣରେ କ'ଣ ଉତ୍ପନ୍ନ ହୁଏ? C6H12O6 H2O+O2 CO2 H2O C6H12O6 CO2 କୌଣସିଟି ନୁହେଁ। ଉତ୍ତର କ C6H12O6 H2O+O2। ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ସନ୍ତୁଳନ କିଏ ରକ୍ଷା କରେ? ଶ୍ୱସନ, ଆଲୋକ ଶ୍ଳେଷଣ, ରେଚନ, ପରିବହନ। ଉତ୍ତର ଖ ଆଲୋକ ଶ୍ଳେଷଣ। ଶରୀରର ଶକ୍ତି ମୁଦ୍ରା କାହାକୁ କୁହାଯାଏ? ଡିଏନ୍ଏ, ଆର୍ଏନ୍ଏ, ଏଟିପି, ଏଡିପି। ଉତ୍ତର ଗ ଏଟିପି। ଏଟିପିର ପୁରା ନାମ କ'ଣ? ଏଡିନୋସାଇନ୍ ଟ୍ରାଇଫସ୍ଫେଟ୍, ଏଡିନୋସାଇନ୍ ଡାଇଫସ୍ଫେଟ୍, ଏଡିନୋସାଇନ୍ ଟେଟ୍ରାଫସ୍ଫେଟ୍, ଏଡିନାଇନ୍ ଟ୍ରାଇଫସ୍ଫେଟ୍। ଉତ୍ତର କ ଏଡିନୋସାଇନ୍ ଟ୍ରାଇଫସ୍ଫେଟ୍। ଆଲୋକ ଶ୍ଳେଷଣରେ ଜଳର ମୁଖ୍ୟ ଭୂମିକା କ'ଣ? CO2 ଶୋଷଣ କରିବା, ଇଲେକ୍ଟ୍ରନ୍ ଓ ପ୍ରୋଟନ୍ ପ୍ରଦାନ କରିବା, ଆଲୋକ ଶୋଷଣ କରିବା, ଶର୍କରା ଗଠନ କରିବା। ଉତ୍ତର ଖ ଇଲେକ୍ଟ୍ରନ୍ ଓ ପ୍ରୋଟନ୍ ପ୍ରଦାନ କରିବା। ରବର୍ଟ ହିଲ୍ କେଉଁ ମସିହାରେ ଆଲୋକ ଶ୍ଳେଷଣ ସମ୍ବନ୍ଧୀୟ ପରୀକ୍ଷା କରିଥିଲେ? 1905, 1931, 1937, 1953। ଉତ୍ତର ଗ 1937। ଷ୍ଟୋମାଟା ବା ଷ୍ଟୋମ୍ ଖୋଲିବା ଓ ବନ୍ଦ ହେବା କାହା ଉପରେ ନିର୍ଭର କରେ? ତ୍ୱଚା କୋଷ, ରକ୍ଷୀ କୋଷ, ମେସୋଫିଲ୍ କୋଷ, ଜାଇଲେମ୍। ଉତ୍ତର ଖ ରକ୍ଷୀ କୋଷ। ଶରୀରର କେଉଁ ଅଂଶରେ ପାଚକ ରସ କ୍ଷରିତ ହୁଏ ନାହିଁ? ପାଟି, ପାକସ୍ଥଳୀ, ଗ୍ରସନଳୀ, କ୍ଷୁଦ୍ରାନ୍ତ। ଉତ୍ତର ଗ ଗ୍ରସନଳୀ ବା ଗ୍ରାସନଳୀ। ଲାଳରେ ଥିବା ଏନ୍ଜାଇମ୍ ଟାୟାଲିନ୍ର ଅନ୍ୟ ନାମ କ'ଣ? ସାଲିଭାରି ଆମାଇଲେଜ୍, ଗ୍ୟାଷ୍ଟ୍ରିକ୍ସ, ଲାଇପେଜ୍, ପେପ୍ସିନ୍, ଟ୍ରିପ୍ସିନ୍। ଉତ୍ତର କ ସାଲିଭାରି ଆମାଇଲେଜ୍। ପାକସ୍ଥଳୀର ତଳଭାଗକୁ କ'ଣ କୁହାଯାଏ? କାର୍ଡିଆକ୍, ଫଣ୍ଡସ୍, ପାଇଲୋରିକ୍, ସିକମ୍। ଉତ୍ତର ଗ ପାଇଲୋରିକ୍। କ୍ଷୁଦ୍ରାନ୍ତର ମଝି ଭାଗର ନାମ କ'ଣ? ଗ୍ରହଣୀ, ଜେଜୁନମ୍, ଇଲିୟମ୍, ସିକମ୍। ଉତ୍ତର ଖ ଜେଜୁନମ୍। କ୍ଷୁଦ୍ରାନ୍ତର ଶେଷ ଭାଗର ନାମ କ'ଣ? ଗ୍ରହଣୀ, ଜେଜୁନମ୍, ଇଲିୟମ୍, କୋଲନ୍।
उत्तर ग इलियम। बृहदंतर बृहदंतर केउं अंशरे अपेंडिक्स संयुक्त होइथाय? कोलन, सिक्कम, रेक्टम, मलाशय। उत्तर ख सिक्कम। रक्तरे शर्करार परिमाण नियंत्रण करुवा हार्मोन इन्सुलिन केउठारु क्षरित हुए? यकृत, पाकस्थली, अग्नाशय, लाल ग्रंथि। उत्तर ग अग्नाशय। अमीनो एसिड केउं जटिल खाद्यर सरल रूप? श्वेतसार, स्नेहसार, पुष्टिसार, विटामिन। उत्तर ग पुष्टिसार। ग्लिसेरस केउं खाद्यर हजम फल मिले? पुष्टिसार, श्वेतसार, स्नेहसार, धातुसार। उत्तर ग स्नेहसार। पाचक रसरे थिबा लाइपेज र कार्य कोन? प्रोटीन हजम, श्वेतसार हजम, स्नेहसार हजम, जीवाणु नाश। उत्तर ग स्नेहसार हजम। पित्तरसर रंग साधारणतः किपरि होइथाय? लाल, सबुज हलदिया, नील, धला। उत्तर ख सबुज हलदिया। दांतर सबुठारु टाण बाह्य आवरण को कोन कहा जाय? डेंटिन, पल्प्स, एनामेल, सीमेंट्स। उत्तर ग एनामेल। दांतर मुख्य अंश कहा द्वारा गठित? एनामेल, डेंटिन, माढ़ी, अस्थि। उत्तर ख डेंटिन। जीभर अग्रभाग क्यों स्वाद बारिबारे साहाय्य करे? खटा, पिता, मीठा, लुणिया। मीठा। जीभर पछभाग क्यों स्वाद पाई संवेदनशील? मीठा, पिता, लुणिया, खट्टा। उत्तर ख पिता। प्रति माढ़ी केतोटी पेषण दांत थाए? दुईटी, चारटी, छटी, आठटी। उत्तर ग छटी। प्रति माढ़ी केतोटी चर्वण दांत थाए? दुईटी, चारटी, छटी, आठटी। उत्तर ख चारटी। क्षुद्रांतर भितर कांथरे थिबा आंगुली भली प्रवर्धक को कौन कहा जाए? सिलिया, भिली, फ्लाजेला, टेंटाकल। उत्तर ख भिली। भिलीर मुख्य कार्य कौन? खाद्य हजम करिबा, एंजाइम क्षरण करिबा, अवशोषण क्षेत्रफल वृद्धि करिबा, खाद्य को गति कराइबा। उत्तर ग अवशोषण क्षेत्रफल वृद्धि करिबा। कोष मध्य शक्तिमोचन प्रक्रिया केउठारे संपादित हुए? गल्गी बॉडी, माइटोकॉन्ड्रिया, राइबोसोम, न्यूक्लियस। उत्तर ख माइटोकॉन्ड्रिया। जलरे द्रवणीय विटामिन क्यों गुड़िक? एओडी, ईओके, बीओसी, एओई। उत्तर ग बीओसी। तेल बा चर्बी रे द्रवणीय विटामिन क्यों गुड़िक? बीओसी, ए, डी, ई, के, केवल सी, केवल बी। उत्तर ख ए, डी, ई, के। आयोडीन अभाव रे क्यों रोग हुए? रक्तहीनता, गलगंड, रिकेट्स, बेरीबेरी। गलगंड। उत्तर ख। लौह अभाव रे क्यों रोग हुए? गलगंड, रक्तहीनता, स्कर्वी, अंधारकणा। उत्तर ख रक्तहीनता। रक्त जमाट बांधिबारे क्यों विटामिन साहाय्य करे? विटामिन ए, विटामिन सी, विटामिन के, विटामिन ई। उत्तर ग विटामिन के। लेंबु जातीय फल रे क्यों विटामिन प्रचुर थाए? विटामिन ए, विटामिन सी, विटामिन डी, विटामिन बी। उत्तर ख विटामिन सी। उद्भिद पाई मुख्य पोषक तत्व
क्यों गुड़िक लौह तंबा दस्ता नाइट्रोजेन फस्फरस पोटासियम केवल अम्लजान केवल अंगारकाम्ल। उत्तर ख नाइट्रोजेन फस्फरस पोटासियम एनपीके। लाल आलोकरे आलोक श्लेषणर हार किपरि थाए सबुठारु कम सबुठारु अधिक मध्यम शून्य। उत्तर ख सबुठारु अधिक। सबुज आलोकरे आलोक श्लेषण हुए कि हाँ खूब भल हुए ना हुए नाही बा अति नगण्य मध्यम धरणर हुए के कही हेब नाही। उत्तर ख ना हुए नाही बा अति नगण्य। आलोक श्लेषणर उपजात पदार्थ कौन? अंगारकाम्ल ग्लूकोज अम्लजान नाइट्रोजेन। उत्तर ग अम्लजान। उद्भिद रे ग्लूकोज क्यों रूप में संचित होई रहे? ग्लाइकोजेन मंडद सेलुलोज सुक्रोज। उत्तर ख मंडद। प्राणी शरीर रे ग्लूकोज क्यों रूप में संचित हुए? मंडद ग्लाइकोजेन फैट प्रोटीन। उत्तर ख ग्लाइकोजेन। ईस्ट क्यों प्रकार पोषण प्रदर्शन करे? स्वभोजी मृतपजीवी परजीवी प्राणी सम। उत्तर ख मृतपजीवी। आमीबा खाद्य ग्रहण करिबा पाई कहार साहाय्य निये? पाटी कुटपाद सिलिया टेंटाकल। उत्तर ख कुटपाद। आमीबा शरीर रे हजम क्रिया क्योंठारे हुए? पाकस्थली खाद्य रसधानी साइटोप्लाज्मा न्यूक्लियस। उत्तर ख खाद्य रसधानी। पारासियम खाद्य ग्रहण पाई कहार व्यवहार करे? कुटपाद सिलिया फ्लाजेला हाथ। उत्तर ख सिलिया। अग्नाशय रसर प्रकृति किपरि? अम्लीय क्षारीय निरपेक्ष लवणाक्त। उत्तर ख क्षारीय। पाकस्थलीर पाचक रसर प्रकृति किपरि? क्षारीय अम्लीय निरपेक्ष मीठा। उत्तर ख अम्लीय। दांत क्षय मुख्यतः कहा जोगु हुए? भाइरस बैक्टीरिया सृष्टि करुथुबा अम्ल प्रोटोजोआ कवक। उत्तर ख बैक्टीरिया सृष्टि करुथुबा अम्ल। पाकनलीर सुस्थता पाई खाद्य रे कौन रहिबा आवश्यक? चर्बी तंतुबा खदड़ा अंश मसला चीनी। उत्तर ख तंतुबा खदड़ा अंश। स्वभोजी माने किपरि स्वभोजी माने परिवेश रु क्यों अजैव पदार्थ ग्रहण करती? CO2 ओ H2O ग्लूकोज ओ श्वेतसार प्रोटीन ओ फैट विटामिन। उत्तर क CO2 ओ H2O। आमीबा क्यों वर्गर प्राणी? बहुकोशी एककोशी अकोशीय उद्भिद। उत्तर ख एककोशी। पाचक नलीर क्यों अंश रे खाद्य सबुठारु अधिक समय रहे? पाटी ग्रासनली क्षुद्रांत्र पाकस्थली। उत्तर ग क्षुद्रांत्र। मल द्वार देई वर्ज्यवस्तु निष्कासन को कौन कहा जाए? रेचन मलत्याग परिस्रा झाड़ बहिबा। उत्तर ख मलत्याग। खाद्य हजम परे अवशोषित होई रक्त रे मिसिबा परे कोषरे पहुंचीबा प्रक्रिया को कौन कहा जाए? परिपाक आत्मीकरण श्वसन रेचन। उत्तर ख आत्मीकरण। मनीष शरीर रे केतोटी लाल ग्रंथि थाए? 2 जोड़ा 3 जोड़ा 4 जोड़ा 1 जोड़ा। उत्तर ख 3 जोड़ा।
ପାକସ୍ଥଳୀର ଗ୍ରନ୍ଥିରୁ କ୍ଷରିତ ରସକୁ କ'ଣ କୁହାଯାଏ? ଲାଲ, ପାଚକ ରସ, ପିତ୍ତ, ଅଗ୍ନାଶୟ ରସ। ଉତ୍ତର ଖ ପାଚକ ରସ। ପାକସ୍ଥଳୀରେ ସ୍ନେହସାର ହଜମ ପାଇଁ କେଉଁ ଏନ୍ଜାଇମ୍ ଥାଏ? ପେପ୍ସିନ୍, ଗେଷ୍ଟିକ୍ ଲାଇପେଜ୍, ଟାୟାଲିନ୍, ଟ୍ରିପ୍ସିନ୍। ଉତ୍ତର ଖ ଗେଷ୍ଟିକ୍ ଲାଇପେଜ୍। ପାକସ୍ଥଳୀରୁ ଖାଦ୍ୟ କେଉଁ ଅଂଶକୁ ଯାଏ? ଗ୍ରାସନଳୀ, ଗ୍ରହଣୀ, ଜେଜୁନମ୍, ଯକୃତ। ଉତ୍ତର ଖ ଗ୍ରହଣୀ। ଗ୍ରହଣୀ ଆକୃତି କିପରି? ୟୁ ଆକାର, ସି ଆକାରର, ସିଧା ନଳୀ ପରି, କୁଣ୍ଡଲୀକୃତ। ଉତ୍ତର ଖ ସି ଆକାରର। ଅଗ୍ନାଶୟ ରସରେ ଥିବା ଆମାଇଲେଜ୍ କାହାକୁ ହଜମ କରେ? ପ୍ରୋଟିନ୍, ଶ୍ୱେତସାର, ସ୍ନେହସାର, ଭିଟାମିନ୍। ଉତ୍ତର ଖ ଶ୍ୱେତସାର। ଅଗ୍ନାଶୟ ରସରେ ଥିବା ପ୍ରୋଟିଏଜ୍ କାହାକୁ ହଜମ କରେ? ଶ୍ୱେତସାର, ସ୍ନେହସାର, ପ୍ରୋଟିନ୍, ଖଣିଜ ଲବଣ। ଉତ୍ତର ଗ ପ୍ରୋଟିନ୍। ଅନ୍ତନଳୀରେ ଥିବା ଗ୍ରନ୍ଥିରୁ କ୍ଷରିତ ରସକୁ କ'ଣ କୁହାଯାଏ? ପାଚକ ରସ, ଆନ୍ତ୍ରିକ ରସ, ପିତ୍ତ, ଲାଲ। ଉତ୍ତର ଖ ଆନ୍ତ୍ରିକ ରସ। ପାକସ୍ଥଳୀରେ ପେପ୍ସିନ୍ ପ୍ରୋଟିନ୍କୁ ଭାଙ୍ଗି କେଉଁଥିରେ ପରିଣତ କରେ? ଏମିନୋ ଏସିଡ୍, ପ୍ରୋଟିଓଜେସ୍ ଓ ପେପ୍ଟୋନ୍, ଗ୍ଲୁକୋଜ୍, ଫ୍ୟାଟି ଏସିଡ୍। ଉତ୍ତର ଖ ପ୍ରୋଟିଓଜେସ୍ ଓ ପେପ୍ଟୋନ୍। ସ୍ନେହସାର ଅବଦ୍ରବୀକରଣ କାହା ଦ୍ୱାରା ହୁଏ? ଲାଇପେଜ୍, ପିତ୍ତ ଲବଣ, HCl, ପେପ୍ସିନ୍। ଉତ୍ତର ଖ ପିତ୍ତ ଲବଣ। ପାକସ୍ଥଳୀରେ ସୃଷ୍ଟି ହେଉଥିବା ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟକୁ କ'ଣ କୁହାଯାଏ? ବୋଲସ୍, ଚାଇମ୍, ମଳ, ପ୍ଲାଜମା। ଉତ୍ତର ଖ ଚାଇମ୍ସ। ଗ୍ରାସନଳୀରେ ଖାଦ୍ୟ ପିଣ୍ଡୁଳାକୁ କ'ଣ କୁହାଯାଏ? ଚାଇମ୍, ବୋଲସ୍, କାଇଲ୍, ପେଲେଟ୍। ଉତ୍ତର ଖ ବୋଲସ୍। ଆମ ଶରୀରର କେଉଁ ଅଙ୍ଗରେ ୟୁରିଆ ତିଆରି ହୁଏ? ବୃକକ୍, ଯକୃତ, ପାକସ୍ଥଳୀ, ଫୁସଫୁସ୍। ଉତ୍ତର ଖ ଯକୃତ। ପାକସ୍ଥଳୀରେ HCl ର କାର୍ଯ୍ୟ କ'ଣ? ବୀଜାଣୁ ମାରିବା ଓ ପେପ୍ସିନ୍ ସକ୍ରିୟ କରିବା, ଚର୍ବି ହଜମ କରିବା, ଶ୍ୱେତସାର ହଜମ କରିବା, ପିତ୍ତ କ୍ଷରଣ କରିବା। ଉତ୍ତର କ ଜୀବାଣୁ ମାରିବା ଓ ପେପ୍ସିନ୍ ସକ୍ରିୟ କରିବା। କେଉଁ ଏନ୍ଜାଇମ୍ କ୍ଷୀର ହଜମ କରିବାରେ ସାହାଯ୍ୟ କରେ? ଶିଶୁଙ୍କ ଠାରେ? ପେପ୍ସିନ୍, ରେନିନ୍, ଲାଇପେଜ୍, ଆମାଇଲେଜ୍। ଉତ୍ତର ଖ ରେନିନ୍। କେଉଁ ପ୍ରାଣୀର ପାକସ୍ଥଳୀ ଚାରୋଟି କୋଠରୀ ବିଶିଷ୍ଟ? ମଣିଷ, ଗାଈ ବା ରୋମନ୍ଥକ ପ୍ରାଣୀ, କୁକୁର, ବିରାଡ଼ି। ଉତ୍ତର ଖ ଗାଈ ବା ରୋମନ୍ଥକ ପ୍ରାଣୀ। ଆଲୋକ ଶ୍ଳେଷଣର କେଉଁ ପର୍ଯ୍ୟାୟରେ ଗ୍ଲୁକୋଜ ସଂଶ୍ଳେଷଣ ହୁଏ? ଆଲୋକ ପ୍ରକ୍ରିୟା, ଅନ୍ଧକାର ପ୍ରକ୍ରିୟା, ଆଲୋକ ଶ୍ଳେଷଣର କେଉଁ ପ୍ରକ୍ରିୟାରେ ଗ୍ଲୁକୋଜ ସଂଶ୍ଳେଷଣ ହୁଏ? ଆଲୋକ ପ୍ରକ୍ରିୟା, ଅନ୍ଧକାର ପ୍ରକ୍ରିୟା, ଫୋଟୋଲାଇସିସ୍, ଶ୍ୱସନ। ଉତ୍ତର ଖ ଅନ୍ଧକାର ପ୍ରକ୍ରିୟା। କ୍ଲୋରୋଫିଲ୍ ଅଣୁରେ କେଉଁ ଧାତୁ ଥାଏ? ଲୌହ, ମେଗ୍ନେସିୟମ୍, କ୍ୟାଲସିୟମ୍, ଦସ୍ତା। ଉତ୍ତର ଖ ମେଗ୍ନେସିୟମ୍। ପତ୍ରର ହଳଦିଆ ରଙ୍ଗ କାହା ଯୋଗୁଁ ହୁଏ? କ୍ଲୋରୋଫିଲ୍, ଜାନ୍ଥୋଫିଲ୍ ବା କ୍ୟାରୋଟିନ୍, ହିମୋଗ୍ଲୋବିନ୍, ମେଲାନିନ୍। ଉତ୍ତର ଖ ଜାନ୍ଥୋଫିଲ୍ ବା କ୍ୟାରୋଟିନ୍।
ସବୁଜ ଉଦ୍ଭିଦ ବ୍ୟତୀତ ଆଉ କିଏ ଆଲୋକ ଶ୍ଳେଷଣ କରିପାରେ? କବକ, ନିରହରି ଶୈବାଲ, ଭାଇରସ, ଏମିବା। ଉତ୍ତର ଖ ନୀଳହରି ଶୈବାଲ। ମଣିଷ ଶରୀରରେ ଖାଦ୍ୟନଳୀ ଓ ଶ୍ୱାସନଳୀର ମିଳନ ସ୍ଥଳକୁ କ'ଣ କୁହାଯାଏ? ଗ୍ରସନୀ, ଷଡ଼ଯନ୍ତ୍ର, ଗ୍ରାସନଳୀ, ଟ୍ରାକିଆ। ଉତ୍ତର କ ଗ୍ରସନୀ। ଆଲୋକ ଶ୍ଳେଷଣ ପରୀକ୍ଷା ପାଇଁ ଗଛକୁ ଅନ୍ଧାର ଘରେ କାହିଁକି ରଖାଯାଏ? ବିଶ୍ରାମ ଦେବା ପାଇଁ, ପତ୍ରକୁ ଶ୍ୱେତସାର ମୁକ୍ତ କରିବା ପାଇଁ, CO2 ଦେବା ପାଇଁ, O2 ନେବା ପାଇଁ। ଉତ୍ତର ଖ ପତ୍ରକୁ ଶ୍ୱେତସାର ମୁକ୍ତ କରିବା ପାଇଁ। କେଉଁ ରସାୟନ ବ୍ୟବହାର କରି ପତ୍ରରୁ କ୍ଲୋରୋଫିଲ୍ ଦୂର କରାଯାଏ? ଜଳ, ଆଲକୋହଲ, ସ୍ପିରିଟ୍, ଆୟୋଡିନ୍, ଲୁଣ। ଉତ୍ତର ଖ ଆଲକୋହଲ ବା ସ୍ପିରିଟ୍। ପତ୍ରରେ ଶ୍ୱେତସାର ପରୀକ୍ଷା ବେଳେ ପତ୍ରକୁ ପ୍ରଥମେ ପାଣିରେ କାହିଁକି ସିଝାଯାଏ? ରଙ୍ଗ ବାହାର କରିବା ପାଇଁ, କୋଷ ଗୁଡ଼ିକୁ ମାରିବା ପାଇଁ ଓ ନରମ କରିବା ପାଇଁ, ଶ୍ୱେତସାର ବାହାର କରିବା ପାଇଁ, ଆୟୋଡିନ୍ ମିଶାଇବା ପାଇଁ। ଉତ୍ତର ଖ କୋଷ ଗୁଡ଼ିକୁ ମାରିବା ପାଇଁ ଓ ନରମ କରିବା ପାଇଁ। ସ୍ୱଭୋଜୀ ପୋଷଣରେ କେଉଁ ଶକ୍ତି ରାସାୟନିକ ଶକ୍ତିରେ ପରିଣତ ହୁଏ? ଯାନ୍ତ୍ରିକ ଶକ୍ତି, ଆଲୋକ ଶକ୍ତି, ବିଦ୍ୟୁତ ଶକ୍ତି, ତାପ ଶକ୍ତି। ଉତ୍ତର ଖ ଆଲୋକ ଶକ୍ତି। ମଣିଷର ଛାତି ଗହ୍ୱର ଓ ଉଦର ଗହ୍ୱରକୁ କିଏ ପୃଥକ କରେ? ଖଞ୍ଜରା, ପଞ୍ଜରା ହାଡ଼, ମଧ୍ୟଚ୍ଛଦା, ମେରୁଦଣ୍ଡ, ପେଶୀ। ଉତ୍ତର ଖ ମଧ୍ୟଚ୍ଛଦା। ନିଶ୍ୱାସ ନେବା ସମୟରେ ମଧ୍ୟଚ୍ଛଦାର ଆକାର କିପରି ହୁଏ? ସଙ୍କୁଚିତ ଓ ସମତଳ, ଫୁଲିଯାଏ, ବଙ୍କା ହୋଇଯାଏ, କିଛି ପରିବର୍ତ୍ତନ ହୁଏ ନାହିଁ। ଉତ୍ତର କ ସଙ୍କୁଚିତ ଓ ସମତଳ। ପାକସ୍ଥଳୀରେ ଥିବା ମ୍ୟୁକସର କାର୍ଯ୍ୟ କ'ଣ? ଖାଦ୍ୟ ହଜମ କରିବା, ପାକସ୍ଥଳୀ କାନ୍ଥକୁ ଏସିଡରୁ ରକ୍ଷା କରିବା, ଜୀବାଣୁ ମାରିବା, ରକ୍ତ ଶୋଷଣ କରିବା। ଉତ୍ତର ଖ ପାକସ୍ଥଳୀ କାନ୍ଥକୁ ଏସିଏଲରୁ ରକ୍ଷା କରିବା। କେଉଁ ଜୀବ ଅନ୍ୟ ଜୀବର ଶରୀର ଭିତରେ ରହି ପୋଷଣ ସଂଗ୍ରହ କରେ? ବାହ୍ୟ ପରଜୀବୀ, ଅନ୍ତଃପରଜୀବୀ, ମୃତପଜୀବୀ, ସ୍ୱଭୋଜୀ। ଉତ୍ତର ଖ ଅନ୍ତଃପରଜୀବୀ। ପ୍ଲାସ୍ମୋଡିୟମ ମଣିଷ ଶରୀରରେ କେଉଁ ରୋଗ ସୃଷ୍ଟି କରେ? ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା, ହଇଜା। ଉତ୍ତର ଖ ମ୍ୟାଲେରିଆ। କେଉଁ ବ୍ୟାକ୍ଟେରିଆ ବାୟୁମଣ୍ଡଳରୁ ନାଇଟ୍ରୋଜେନ୍ ବିବନ୍ଧନ କରିପାରେ? ଇକୋଲି, ରାଇଜୋବିୟମ, ସାଲମୋନେଲା, ଲାକ୍ଟୋବାସିଲସ୍। ଉତ୍ତର ଖ ରାଇବୋଜିୟମ। ରାଇଜୋବିୟମ କେଉଁ ଗଛର ଚେରରେ ରହେ? ଧାନ, ଡାଲି ଜାତୀୟ, ଗହମ, ଆମ୍ବ। ଉତ୍ତର ଖ ଡାଲି ଜାତୀୟ। ମଣିଷର ଦାନ୍ତସୂତ୍ର କ'ଣ? 21/21, 2102/2102, 1234/1234, 3212/3212। ଉତ୍ତର କ 2123/2123। ଛୋଟ ପିଲାଙ୍କର କ୍ଷୀର ଦାନ୍ତ ସଂଖ୍ୟା କେତେ? 32, 20, 28, 12। ଉତ୍ତର ଖ 20। ଛୋଟ ପିଲାଙ୍କର କେଉଁ ଦାନ୍ତ ନଥାଏ? କର୍ତ୍ତନ, ଚର୍ବଣ, ଛେଦକ, ପେଷଣ। ଉତ୍ତର ଖ ଚର୍ବଣ। ପାକସ୍ଥଳୀ ଓ କ୍ଷୁଦ୍ରାନ୍ତର ସଂଯୋଗ ସ୍ଥଳରେ ଥିବା ମାଂସପେଶୀର ନାମ କ'ଣ? ପାଇଲୋରିକ ସ୍ଫିଣ୍ଟର, କାର୍ଡିଆକ୍ ସ୍ଫିଣ୍ଟର, ଏପିଗ୍ଲଟିକ, ଗଲେଟ୍। ଉତ୍ତର କ ପାଇଲୋରିକ ସ୍ଫିଣ୍ଟର। ଖାଦ୍ୟନଳୀର କ୍ରମ ସଂକୋଚନ ଓ ପ୍ରସାରଣକୁ କ'ଣ କୁହାଯାଏ? ଶ୍ୱସନ, ପେରିଷ୍ଟାଲସିସ୍, ବିସରଣ, ପରିବହନ। ଉତ୍ତର ଖ ପେରିଷ୍ଟାଲସିସ୍।
केउं प्रक्रिया रे ग्लूकोज रो जारण घटी शक्ति मिले? परिपाक, श्वसन, रेचन, परिवहन। उत्तर ख श्वसन। 1 ग्राम श्वेतसारु केते कैलोरी शक्ति मिले? 4 किलो कैलोरी, 9 किलो कैलोरी, 2 किलो कैलोरी, 6 किलो कैलोरी। उत्तर क 4 किलो कैलोरी। 1 ग्राम स्नेहसारु केते कैलोरी शक्ति मिले? 4 किलो कैलोरी, 9 किलो कैलोरी, 5 किलो कैलोरी, 12 किलो कैलोरी। उत्तर ख 9 किलो कैलोरी। पाकस्थली केउं कोषरु HCl क्षरित हुए? मुख्य कोष, पाराइटाल, ऑक्सिस्टिक कोष, म्यूकस कोष, जी कोष। उत्तर ख पाराइटाल बा ऑक्सिस्टिक कोष। पित्तरसरे केउं एंजाइम थाए? लाइपेज, एमाइलेज, ट्रिप्सिन, कौनसीटी नुहे। उत्तर घ कौनसीटी नुहे। मनीष शरीर रे सबुठारु लंबा अंग किए? क्षुद्रांत्र, बृहदंत्र, फेरम, मेरुदंड। उत्तर क क्षुद्रांत्र। कोषर शक्ति केंद्र किए? न्यूक्लियस, माइटोकॉन्ड्रिया, लाइसोसोम, राइबोसोम। उत्तर ख माइटोकॉन्ड्रिया। आत्मघाती थली काहाकू कहा जाए? राइबोसोम, लाइसोसोम, माइटोकॉन्ड्रिया, गल्गी बॉडी। उत्तर ख लाइसोसोम। जीवकोषर मस्तिष्क किए? माइटोकॉन्ड्रिया, न्यूक्लियस, साइटोप्लाज्मा, कोष झिल्ली। उत्तर ख न्यूक्लियस। उद्भिद कोषर बाह्य आवरण को कौन कहा जाए? कोष झिल्ली, कोष भित्ति, क्यूटिकल, एपिडर्मिस। उत्तर ख कोष भित्ति। प्राणी कोषरे कौन न थाए? कोष झिल्ली, कोष भित्ति, माइटोकॉन्ड्रिया, न्यूक्लियस। उत्तर ख कोष भित्ति। जीव विज्ञान जनक किए? डार्विन, अरिस्टोटल, लामार्क, मेंडेल। उत्तर ख अरिस्टोटल।